ମୋ ନାଁ ମଙ୍ଗତି ମାର୍ଡି। ମୁଁ ଜଳିମୁଣ୍ଡା ସହରରେ ରହୁଛି। ମୋ ବୟସ 13। ପାରାଦୀପରେ ମୁଁ ପଞ୍ଚମ ଯାଏଁ ପଢୁଥିଲି। ତ ଘର ପରିବାର ଅସୁବିଧା ପାଇଁ ମୁଁ ପାଠ ପଢା ଛାଡ଼ିଦେଲି। ତ ମୋର କିଛି ଡକ୍ୟୁମେଣ୍ଟ ନଥିଲା ବୋଲି ମୁଁ ଆଡମିସନ କୋଉ ସ୍କୁଲରେ ହେଇପାରିଲି। ମୁଁ 3 ମାସ କ୍ୟାମ୍ପକୁ ଯାଇଥିଲି। ତ ମୁଁ ଏମିତି ଠିକ୍ ସେ ଜାଣିନଥିଲି। ମୁଁ ଠିକ୍ ସେ ପାଠ ଜାଣିନଥିଲି। ତ ମୁଁ ସେଇଠି ଇଂଲିଶ, ମ୍ୟାଥ, ଜିକେ, ଓଡ଼ିଆ ଶିଖିକି ଆଇଛି। ତ ଘରକୁ ଆସି ସାରିଲା ପରେ ସାର୍ ଦିଦି ମୋର ଡକ୍ୟୁମେଣ୍ଟ କରେଇଦେଲେ। ତ ମୋତେ ସ୍କୁଲ ପ୍ରଶାନ୍ତ ବିହାର ସ୍କୁଲରେ ଆଡମିସନ କରେଇଦେଲେ। ମୁଁ ବର୍ତ୍ତମାନ ଏବେ ପ୍ରଶାନ୍ତ ବିହାର ସ୍କୁଲରେ ପାଠ ପଢୁଛି। ମୁଁ ସବୁଦିନ ଯାଉଛି। ମୁଁ ଭାବିନଥିଲି ମୁଁ ଆଉ କେବେ ପାଠ ପଢିପାରିବି ବୋଲି। ସସ୍ ଦିଦି ମାନେ ମୋତେ ଆଡମିସନ କରେଇଲେ। ତ ମୋତେ ବହୁତ ଖୁସି ଲାଗୁଛି। ସସ୍ ଦିଦି ମାନଙ୍କୁ ଧନ୍ୟବାଦ ଜଣାଉଛି।